ହ୍ୟାଲୋ। ଆରେ ମାଉସୀ ଫୋନ ଟା କାଇଁ ଉଠଉନୁ? ସେ ମତେ ଫୋନ ମାରୁଛନ୍ତି ବାର ବାର। ହଁ କାମରେ ଥିଲି, ଯାଉଛି ଏବେ ଘରକୁ। ସବୁ ଠିକ ଅଛି ତ? ହଁ କାମ ପାଇଁ ଟିକେ ଟେନସନ ଅଛି। ତ କଣ ହେଲା ସେଠୁ? ଏତିକିରେ ହାର ମାନିଗଲୁ? ନାଇଁ ଏମିତି କିଛି ନୁହଁ। ଦେଖେ ଆଉ କିଛି ସମୟର ଷ୍ଟ୍ରଗଲ ମୋ ଭାଇ, ତାପରେ ତ ଲାଇଫ ପୁରା ସେଟ। ଏଇଟା ତ ତୁ ଭଲସେ ଜାଣିଛୁ। ନାହିଁ ରେ, ଆଉ କାମ କରିବାକୁ ମନ ହିଁ ଲାଗୁନି। ବୁଝୁଛି ତୋ କଥା। ମୋର ଗୋଟେ ସମୟ ଆସେ ବା, କାମ କରିବାକୁ ଜମା ଇଚ୍ଛା ହୁଏନି। କିନ୍ତୁ ତ ହାର ମାନନା, ଏବେ ତ ବହୁତ କିଛି କରିବାର ଅଛି। ତ ନିଜର ଘର ବି ତତେ ନେବାର ଅଛି, ଏଇଟା ଭୁଲି ଯିବୁନି। ତୋ ମାଙ୍କର ତୋ ଉପରେ ବହୁତ ବିଶ୍ୱାସ ଅଛି। ତୁ ସେଟେଲ ହେଇଗଲୁ, ବିଶ୍ୱାସ କର ସାଙ୍ଗ, ତୋ ମା ଠୁ ବହୁତ ଖୁସି ଆଉ କେହି ହେବେନି। ଓଇ ମୋ କଥା ଶୁଣୁଛୁ ନା ନାଇଁ? ଆଉ ହଁ, ତୁ ତ ମତେ ସବୁବେଳେ କହୁ ନିଜଠୁ ଅଧିକା ନିଜ ଘର ଲୋକଙ୍କ କଥା ଭାବିବା ଦରକାର। ଏବେ ତୁ ମାଙ୍କୁ ଫୋନ କର, ଆଉ ସେ କଣ କହୁଛନ୍ତି ତାଙ୍କ କଥା ଶୁଣ। ହଁ ଘରକୁ ଆ, ମୁଁ ଯାଇ ପହଞ୍ଚୁଛି। ରହୁଛି। ସତରେ ସବୁ ସମସ୍ୟାର ସମାଧାନ ଆତ୍ମହତ୍ୟା ହୋଇନଥାଏ। ସମସ୍ୟା ଅଛି ମାନେ ସମାଧାନ ବି ଅଛି।